ସମୁଦ୍ର ଭିତରେ ଜାହାଜିଆ ସବୁ ସେମାନେ ସବୁ ପାଣି ବ୍ୟବହାର କରନ୍ତି ବାଟକୁ ଯାଆନ୍ତି। ଝିଲ ଭିତରେ ସେ ଜାହାଜର ମହାବୀର ଥାନ୍ତି। ସେ ତାଙ୍କର ମହାବୀର ଭକ୍ତ ମହାବୀର ରକ୍ଷା କରନ୍ତି। तो बर्तमान आम राइड स्टार्ट हो राहमारू। तो बर्तमान आम जा सिद्ध महावीर पीठ नुआ गाँ। तो किसी आसला पंपाल बजार पड़ो। तो यहाँ हूँ कटक पारादीप नेशनल हाईवे। तो मुझे कटक पटू आसली तो यहाँ हूँ कटक रोड। तो कटक रोड आपड़ी आसुँच तो राइट साइड को जी। तो यदि पारादीप पटू आसुँच तो पंपाल बजार रू लेफ्ट साइड रे जी। तो ये देखो बोर्ड मराही। तो यपटे देखिए ही आप तो महावीर पीठ को जी। तो ये साइड रे देख पारे बहुत गुड़े चुंगुड़ी घेरी अच्छी। तो चुंगुड़ी चाष कर हाय फ्रेंड्स, जगन्नाथ वेलकम बैक टू माय चैनल। तो आम आस बर्तमान पहुँच जाए आम जगतसिंहपुर डिस्ट्रिक्ट एस्टाम ब्लॉक रे। तो बर्तमान सिद्ध महावीर पीठ को आम बर्तमान आसन जा देखा कमी सब पूजार्चना चलती। तो चलो जा बर्तमान देखा। तो केते पीठ तो ये गाड़ी पार्किंग सब कर जेहतु पणा संक्रांति बहुत भिड़ था। एंट्री गेट एंट्री गेट पाखे बहुत बड़ा। तो ये देख पारे राम लक्ष्मण सीता और हनुमान बहुत सुंदर मूर्ति अच्छी। तो यहाँ हूँ यज्ञ गृह। प्रति वर्ष रज टाइम यज्ञ होता है। तो देख पारे केते दीप सब भक्त मैंने जाली। समुद्र भितर ଜାହାଜିଆ ସବୁ ସେମାନେ ସବୁ ପାଣି ବ୍ୟବହାର କରନ୍ତି ବାଟକୁ ଯାଆନ୍ତି। ଝିଲ ଭିତରେ ସେ ଜାହାଜର ମହାବୀର ଥାନ୍ତି। ସେ ତାଙ୍କର ମହାବୀର ଭକ୍ତ ମହାବୀର ରକ୍ଷା କରନ୍ତି। ଏଇପରି ଥିବା ଭିତରେ ସେ ଜାହାଜ ଗୋଟେ ପଢ଼ାରେ ଲାଗିଗଲା। କୋଉ ଗଲା ନା ସେଦିନ ଲାଗିଲା ସେତେବେଳେ ସେ କଣ କରିବି ସେ ହନୁମାନ ସବୁ ପ୍ରାର୍ଥନା କଲେ। ପ୍ରାର୍ଥନା କରି ଏମିତି ବହୁତ ପ୍ରାର୍ଥନା କଲେ ଉପାସ ରହିଲେ। प्रार्थना कले दुई दिन पर समस्त जहाज प्रार्थना कर हनुमान प्रार्थना स्वप्नघात कले मोर प्रभु मोर पदार भी देश तुम्हें मत विसर्जन कर यार तुम जहाज उठिए तुम प्रभु आम आपको पूजा कर पूजा कले कौन प्रभु पदार केमी भोग राग सब कर नाम कर विसर्जन करते जहाज होती उठिला जहाज बाटे जहाँ गला समान क्रम पोथी होता समुद्र पोथी होता पोथी भाग से जन गोपाल मनीष जंगल था मनीष देह खराब है सेमती बाटे जाऊ देखा गछ 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 बस बस गोटे पथर छोटे पथर भाई देखा प्रार्थना हे जंगली देवता आप जंगली देवता होती मो मनीष गुड़ा विपद पड़े आप उद्धार कर आप प्रार्थना कर गला पहुंचला मनीष समस्त दादा अच्छे से प्रतिदिन क्षीर टे गला तार भी सब धीरे धीरे उन्नत आसला धीरे धीरे लोक मान आगे से पड़ा लोक मैंने धीरे धीरे आसिक विभिन्न प्रकार शरण पड़ी विभिन्न प्रकार ये कले ठाकुर को उठेले उठे पत्र पठे महावीर ताकि जो काशिया आसना काशिया देले
ଏତିକି ଯାହା କାମ କରୁଛି ବିରାଟ ଅନ୍ଧକାର ଜଙ୍ଗଲ ଟିକେ ଆସିବ କେମିତି ଆସନ୍ତୁ ସମାନ କରୁନି ଏରିଆର ଆମର ଏମିତି ଗୋଟେ ସେ ସ୍ଥାନ ମହାଦେବ ଅଛନ୍ତି ସେଠି କିଏ ରହିପାରିବେ ଜଙ୍ଗଲ ଅଛନ୍ତି ଏମାନେ ସବୁ ଅହଂକାର ନୁହେଁ ଆମେ କେତେ ଜଙ୍ଗଲ କେତେ ପାହାନ୍ତି କେତେ ରହିବ ଆମେ ରହିପାରିବା ଆଉ ଛାଡ଼ିକି ଆସିବେ ତମେ ଯୋଉ ଛାଡ଼ିକି ଯିବେ ଯଦି ସନ୍ଧ୍ୟା ହେଇଥିବ ବୃକ୍ଷ ଲତା ଗଛ ଜଙ୍ଗଲ ଖାଲି ଗର୍ଜନ କରିଥିବ ବାତ୍ୟା ଯେମିତି ଅନ୍ୟ ଚାଷ କହିବେ ସେମାନେ ଭୟରେ ଛାଇ ପଳେଇବେ କଣ ପଳେଇ ଆସିବ ଆଉ ଏମିତି କଣ ସାଂସଦ କିଛି କହିପାରନ୍ତି ସମାନ କରିଲେ ଜଣେ ଆମର ଜଣେ ନନା ଥିଲେ ସେ ନନାକୁ ଆମର ଗ୍ରାମର ପୁର ଲୋକ ଲୋକ ଦଳିତ ଲୋକ କିନ୍ତୁ ସେ ବାହାରୁ ଯେତେ ପାଣି ଖାଅ ଗୋଟେ ଅଢେଇ ପାଣି ଦେଲେ ସେ ସପ୍ତାହ ପାଣି ଖାଅ ଦେଖ ତମର ଉପକାର ଆସିବ ସେ ଶଙ୍ଖ ବଜେଇ ବଜେଇଟା ଭୟରେ ସେକୁ ଆସିବେ ଗୋଟେ ଗାଡୁଆ ଥାଏ ଗୋଟେ ପୁଅଟା ଥାଏ ତା ଦେହରେ ଗୌରା ନଗେଇକି ପଠ ନଗେଇ ସେ ପାଣି ଆଣି ଠାକୁର ଢାଳି ଦେଇକିରି ତାଙ୍କ କଥା ସେ ପଳେଇ ଯାଆନ୍ତି ସେ ଉପକୃତ ହେଲେ ତେଣୁ ଜଣେ ପାର୍ଥକ୍ୟ ସେ ଗାଁରେ ତାର ଫାଇଲି ଯାଇଥିଲା ଆଉ ସେ ଭାବୁନି କହିଲେ କଣ ତୁ ଗୋଡ ଖୋଲିଛି କୋଉ ଫାଇଲିଟା କରୁ ମୋ ସାଙ୍ଗେ ଭଲ ସେ ତାର ଜଙ୍ଗଲକୁ ଆସିଲା ଆସିବା ପୁରା 8 ଦିନ ସାଙ୍ଗେ ସାଙ୍ଗରେ ପଳୁନି ମାସେ ସାଙ୍ଗେ ପଳୁନି ଦେହ ଭଲ ହେଇଗଲା କିନ୍ତୁ କୋଦା ଫୋଦା ଆଣିକି ପରିଷ୍କାର ପରିଶ୍ରମ କରି ପୂଜା ହେରିକା କରିକି କହିଲେ ତାପରେ ହୁକୁମ ହେଲା ହୁକୁମ ଦେଖିଲେ ଲୋକମାନେ ଗୋଟେ ହୁକୁମ ଲାଗେ ହନୁମାନ ଏଟା ଖତ ଦେଇ ଜଙ୍ଗଲ ପଶିଯିବ ଯାହା ପତ୍ର ଆଣିବ ସେ ପତ୍ର ସବୁ ଦିଆଯିବ ସବୁ 6 ବର୍ଷ ସେଇ ପତ୍ର ଯାହା ଦିଆଯିବ ସେ ଗୋଟେ ପତ୍ର 5ଟା ପତ୍ର 2.5ଟା ମତେ ପାଖେ ଖାଇକି ଦେହ ଭଲ ହେଇଯିବ ଏମିତିରେ ଲୋକ ବହୁତ ହେବେ ତା ଦେହରେ ପଇସା ପତ୍ର ହେଲା କଣ ଭିନ୍ନ ପ୍ରକାର ସେ ନଷ୍ଟ ହେଇଗଲା ଟୋଟାଲ ଲୋପ ହେଇଗଲା ଅନ୍ଧକାର ପଡ଼ିଗଲା ଯେମିତି ଦିନେ ସେ ବୁଢା ପରେ ଆସେ ପ୍ରଥମରେ ପାଣି ଟିକେ ଘରକୁ ଯାଏ ବୁଢୀ ଲୋକ ଏମିତି ଦିନ ଗୋଟେ ଜଙ୍ଗଲରେ ପରିଶ୍ରମ କରୁଥିଲେ ସେ ପରିଶ୍ରମ କରିଆସିଥିଲେ ଏମିତି କରୁ ଆସିକି ସ୍ଥାନ ସେ ପହଞ୍ଚିଲେ ଦେଖିଲେ ପଥର ପହଞ୍ଚିଲେ ତାର ସେ ବୁଲାବୁଲି କଲେ ଇଏ କଲେ ତାପରେ ସେ ରହିଲେ ରହିବା ଭିତରେ ସେ ରହିଛନ୍ତି ତ ସନ୍ଧ୍ୟାରେ ଦେଖି ଜଙ୍ଗଲରେ ସମୁଦ୍ର ତାଙ୍କ ପାଖରେ ପହଞ୍ଚିଲେ ପହଞ୍ଚି ସେଠି ଅନୁଭବ କରିଥିଲାରେ ସେ ପ୍ରକୃତ ଜଙ୍ଗଲ ଦେବତା ଏଥିରେ ସେ ସମସ୍ତ ଯୁବକ ଚାରିବା କହୁଛନ୍ତି ବୋଧେ ଜଙ୍ଗଲର ଠାକୁର ଜଙ୍ଗଲ ଠାକୁର ଆଉ ସେଇଠି ଜଙ୍ଗଲୀ ପାଚନା କରିଥିଲେ ହେ ଦିନ ଜଙ୍ଗଲ ପରିବାର ଠାକୁରଙ୍କର ଆମ ପରିବାର ଆଜି ଆମେ ଏଠି ଆମେ ଆଜି ରହିବୁ ବିଶ୍ରାମ କରୁ ଆପଣ ଆମ ପ୍ରତି କିଛି ଇଚ୍ଛା କରିବେ ସେ ତାଙ୍କ ବାଟରେ କିଛି ଉପରେ ପଳେଇଗଲେ ତାପରେ ସେ ଜଙ୍ଗଲ ରହିଲେ ତାପରେ ଜଙ୍ଗଲ ଅଛନ୍ତି ମହାବୀର କହୁଥିଲେ ଗୋଟେ ପଟାଶୁଦ୍ଧ ହୋଇଛି ସେ ଘରକୁ ହେଇଲେ ଘରକୁ ଚଳିଲେ ଚଳିଲେ ତାଙ୍କ ଧ୍ୟାନ ଶିଖିଲାରୁ ଜଙ୍ଗଲ ହେଇଥିବ ଆଉ ଉପାସ ନଛନ୍ତି ସେ ଘର ଧୀରେ ଧୀରେ ଉପରକୁ ଉଠିଲା ବଡ ବଡ କରି ଜଗନ୍ନାଥ ପରିଷ୍କାର ଘର ପରିଷ୍କାର ତ ଦେଖି ପକେଇଲା ଉଠିଗଲା ଆଉ ପ୍ରଥମ ଉଠିଗଲା ପୁରା ଆରମ୍ଭ କରିଗଲା ଧ୍ୟାନ ବସିଛନ୍ତି ସେଇଠି ସେ ପ୍ରାର୍ଥନା କରିଥିଲେ କହିଲେ ହନୁମାନ ଆପଣ ଭଗବାନ ରାମଙ୍କର ଭକ୍ତ ଆପଣ ଏଇ ଯୋଉ ଭୂତ ଶୈତାନ ଭଳି ରୂପ ଦେଖେଇ ଭୟ ଦେଖଉଛନ୍ତି ମହାତ୍ମା ଆ ଯଦି କିଛି ଆପଣଙ୍କର ମତ ରହିବନି ପ୍ରଭୁଙ୍କର ମତ ରହିବ ନାହିଁ ଆପଣ ଯେତେ ସବୁ ଏଇ ଯୋଉ ଦିନ ଦଳିତ ସମାଜ ଦୁଃଖ ଅନ୍ଧକାରକୁ ବୁଡି ଯାଇଛି ଆପଣ ତାର ଉଦ୍ଭବତା କରନ୍ତୁ ଏବଂ ଭଗବାନଙ୍କ ରାମଙ୍କ ବାଣକୁ ଚେକ ରଖନ୍ତୁ ଏତିକି ପାଛ କଲେ ସେ ତାକୁ ଧୀରେ ଓହ୍ଲେଇ ଆସି ଘରଟାରେ ଭକ୍ତି ଆମର ତାପରେ ଜଙ୍ଗଲ ମହାବୀର ସମସ୍ତ ଈଶ୍ୱର ମଙ୍ଗଳ ଆନନ୍ଦ ତ ସମସ୍ତେ ବାବାଙ୍କ ଆଶୀର୍ବାଦ ନେଉଛନ୍ତି ତ ମୁଁ ମଧ୍ୟ ନେଇସାରିଛି। ତ ଏ ଯେଉଁ ବାଲି ସବୁ ଦେଖୁଛନ୍ତି ଏସବୁ ଆଗରୁ ସମୁଦ୍ର ଥିଲା ତ ବହୁତ ବର୍ଷ ପୂର୍ବେ ଏଠି ସମୁଦ୍ର ଥିଲା ତ ଏବେ ସମୁଦ୍ର ବହୁତ ଦୂର ଘୁଞ୍ଚି ଯାଇଛି ତ ସେଥିପାଇଁ ଏ ଜାଗା ବହୁତ ଗୁଡ଼ିଏ ଆମ୍ବ ପଣସ ନଡ଼ିଆ ସବୁ ପ୍ରକାର ଗଛ ମଧ୍ୟ ଅଛି ତ ପିଣ୍ଡି ମଧ୍ୟ ଅଛି ଲୋକମାନଙ୍କ ବିଶ୍ରାମ ପାଇଁ ବହୁତ ସୁନ୍ଦର ଜାଗା ବହୁତ ବଢ଼ିଆ ଲାଗୁଛି ଆପଣମାନେ ମଧ୍ୟ ଆସନ୍ତୁ। ତ ଏ ଜାଗାର ମାହାତ୍ମ୍ୟ ହେଲା ଏଇ ଯେଉଁ ପୁଷ୍କରଣୀ ଦେଖୁଛନ୍ତି ତ ଛୋଟ ପିଲାମାନଙ୍କୁ ଜ୍ୱର ହେଲେ এই ପୁଷ୍କରଣୀରେ ଗାଧୋଇବା ଦ୍ୱାରା ସେମାନଙ୍କ ଜ୍ୱର ଭଲ ହୋଇଥାଏ।
ତ ଆପଣ ଦେଖିପାରୁଥିବେ ମନ୍ଦିରଟି ଛୋଟ କିନ୍ତୁ ଏ ଜାଗା ଆଉ ପ୍ରଭୁଙ୍କର ମାହାତ୍ମ୍ୟ ବହୁତ ବଡ଼। ତ ଯେମିତିକି ସାଧୁବାବା କହୁଥିଲେ ଏଠି ପ୍ରତ୍ୟେକ ଦିନ 500-1000 ଲୋକ ଖାଇଥାନ୍ତି ଏବଂ ପୂଜା ମେଳା ଟାଇମ୍ରେ 5000, 10000, 20000 ଲୋକ ପର୍ଯ୍ୟନ୍ତ ମଧ୍ୟ ଲୋକ ମାଗଣାରେ ପ୍ରସାଦ ସେବନ କରିଥାନ୍ତି। ତ ଏଠି କାହାକୁ ଦାନ ଧର୍ମ ମଗାଯାଇନଥାଏ। ତ ସମସ୍ତଙ୍କ ଇଚ୍ଛା ଅନୁସାରେ ସମସ୍ତେ ଆଣି ଦାନ କରିଥାନ୍ତି। ତ ଯାହା ବି ଦାନ କରିଥାନ୍ତି ତ ସେଇଥିରେ ରୋଷେଇ ହେଇଥାଏ। ତ ସେଇ ଅନ୍ନପ୍ରସାଦ ସବୁ ଲୋକମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଚଉରା ମଧ୍ୟ ଅଛି। ଭିଡ଼ିଓ ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ଲାଇକ୍, ସେୟାର, କମେଣ୍ଟ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।